ସ୍ୱପ୍ନରେ ରହିଯିବ କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ। ବର୍ଷ ପରେ ବର୍ଷ ଗଡ଼ି ଚାଲୁଛି, ହେଲେ ଆଗେଇ ପାରୁନି ପ୍ରକଳ୍ପ କାମ। ସରକାର ପରେ ସରକାର ବଦଳୁଛି, ହେଲେ ସ୍ୱପ୍ନ ଅଧୁରା। 7,500 କୋଟିର ପ୍ରକଳ୍ପ କେବେ ସରିବ କାର୍ଯ୍ୟ? ବର୍ଷ ପରେ ବର୍ଷ ଗଡୁଛି, ହେଲେ ରାଜଧାନୀବାସୀଙ୍କ ସ୍ୱପ୍ନ ଅଧୁରା। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନାହିଁ ଦୁଇଟି ପ୍ରମୁଖ ରିଙ୍ଗ ରୋଡ ପ୍ରକଳ୍ପ ପାଇଁ ଦୀର୍ଘ ଦିନ ଧରି ପଡ଼ି ରହିଥିବା ଜଙ୍ଗଲ ଜମି ପରିବର୍ତ୍ତନ ଅନୁମତିଗୁଡ଼ିକ ଶୀଘ୍ର ସମାପ୍ତ କରିବାକୁ ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛନ୍ତି। ପରିବେଶଗତ ମଞ୍ଜୁରୀ ପାଇବାରେ ବିଳମ୍ବ ହେତୁ ମୋଟ 7,500 କୋଟି ଟଙ୍କାର ଏହି ପ୍ରକଳ୍ପଗୁଡ଼ିକ 2 ବର୍ଷରୁ ଅଧିକ ସମୟ ଧରି ଅଟକି ରହିଛି। ପ୍ରକଳ୍ପଗୁଡ଼ିକ ଭୁବନେଶ୍ୱର କଟକ ଚାରିପାର୍ଶ୍ୱରେ 111 କିଲୋମିଟର କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ CRRR ଏବଂ 35 କିଲୋମିଟର ସମ୍ବଲପୁର ରିଙ୍ଗ ରୋଡ ସହିତ ଜଡ଼ିତ, ଯାହା ଜଙ୍ଗଲ ମଞ୍ଜୁରୀ ପାଇଁ 2 ବର୍ଷରୁ ଅଧିକ ସମୟ ଧରି ଅଟକି ରହିଛି। ଭାରତମାଳା ପରିଯୋଜନା ଅଧୀନରେ ଅନୁମୋଦିତ 6,100 କୋଟି ଟଙ୍କାର କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ ଏକ 6 ଲେନ୍ ପ୍ରବେଶ ନିୟନ୍ତ୍ରିତ ଏକ୍ସପ୍ରେସ ୱେ ଭାବରେ କାର୍ଯ୍ୟ କରିବ। ଜାତୀୟ ରାଜପଥ 16 ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ପରି ସହରାଞ୍ଚଳ ସୁଗମ ଯାତାୟାତ ଲକ୍ଷ୍ୟ ରଖୁଛି। ଉଲ୍ଲେଖଯୋଗ୍ୟ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜୁନ୍ 2022 ଆରମ୍ଭ ହୋଇଥିଲା। 3ଟି ଅଂଶରେ ପର୍ଯ୍ୟାୟକ୍ରମେ ନିର୍ମାଣ ଯୋଜନା କରାଯାଇଥିଲା। କାର୍ଯ୍ୟକ୍ଷମ ହେବା ପରେ ଏହି ପ୍ରକଳ୍ପ ବିଶ୍ୱମୂଳ ରାଜଧାନୀ ଅଞ୍ଚଳ ଏବଂ ଚୌଦ୍ୱାର ଏବଂ ଆଠଗଡ଼ ଭଳି ସାଟେଲାଇଟ୍ ସହରଗୁଡ଼ିକରେ ଭିଡ଼ କମ୍ କରିବା ଦୁଇଟି ପ୍ରକଳ୍ପ ମଧ୍ୟରୁ ଦ୍ୱିତୀୟଟି ହେଉଛି 1,333 କୋଟି ଟଙ୍କାର ସମ୍ବଲପୁର ରିଙ୍ଗ ରୋଡ, ଏକ 4 ଲେନ୍ ସବୁଜ ପରିଧି ବିଶିଷ୍ଟ କରିଡର, ଯାହା ପଶ୍ଚିମ ଓଡ଼ିଶା ସହରର 19 ଗ୍ରାମକୁ ସଂଯୋଗ କରିବ। ଏଥିପାଇଁ 290 ହେକ୍ଟର ଜମି, 170 ହେକ୍ଟର ଘରୋଇ ଏବଂ 120 ହେକ୍ଟର ସରକାରୀ ଆବଶ୍ୟକ। ଏହି କ୍ଷେତ୍ରରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଜଙ୍ଗଲ ମଞ୍ଜୁରୀ ବିଚାରାଧୀନ ରହିଛି। ସଦ୍ୟତମ ରିପୋର୍ଟ ଅନୁଯାୟୀ ଜଙ୍ଗଲ ଜମି ପରିବର୍ତ୍ତନ ପାଇଁ ଉଭୟ ପ୍ରକଳ୍ପ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। କେବଳ ସମ୍ବଲପୁରରେ 120 ହେକ୍ଟର ସରକାରୀ ଜମି ଗ୍ରୀନ ସିଗ୍ନାଲ ଅପେକ୍ଷାରେ ଅଛି। ପୃଥକ ଭାବରେ ଓଡ଼ିଶା ସରକାର ଭୁବନେଶ୍ୱର ପାଇଁ 7,000 କୋଟି ଟଙ୍କାର ଟ୍ରାଫିକ ମରାମତି ଉନ୍ମୋଚନ କରିଛନ୍ତି, ଯେଉଁଥିରେ 64 କିଲୋମିଟର ଭିତର ରିଙ୍ଗ ରୋଡ, ତମାଣ୍ଡରୁ ପାଇକରାପୁର ଏବଂ 148 କିଲୋମିଟର ବାହ୍ୟ ରିଙ୍ଗ ରୋଡ ଅନ୍ତର୍ଭୁକ୍ତ। ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ଉଚ୍ଚ କରିଡର, 3ଟି ଫ୍ଲାଏଓଭର ଏବଂ ପ୍ରଶସ୍ତ ରାସ୍ତା ମଧ୍ୟ ଯୋଜନା କରାଯାଇଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ 95 ଓଡ଼ିଆ।